ଆଚ୍ଛା ପିଲାମାନେ ଭଲ ଅଛ? କଣ ହେଲା? ଓ ମୋ କଥା ପଚାରୁଛ? ହଁ ହଁ ମୁଁ ବି ଭଲ ଅଛି। ଆଚ୍ଛା ତମ ସ୍କ୍ରିନରେ ଗୋଟେ ପିକ୍ଚର ଦେଖାଯାଉଛି? ଦେଖାଯାଉଛି ଟି? କଣ ପିକ୍ଚରଟା କହିଲ? ଓ ଏଇଟା ହସ୍ପିଟାଲର ପିକ୍ଚର। ତାହେଲେ ଆଜି ଆମେ ତମ ତୃତୀୟ ଶ୍ରେଣୀର ସାମାଜିକ ପାଠ ବହିର ଡାକ୍ତରଖାନା ବିଷୟରେ କିଛି ଜାଣିବାକୁ ଚେଷ୍ଟା କରିବା। ହେଲା, ଆସ ଦେଖିବା ଡାକ୍ତରଖାନାରେ କଣ କଣ ଅଛି। ତାହେଲେ ଏହି ଭିଡିଓଟି ଦେଖି ସାରିଲା ପରେ ତୁମେ ଡାକ୍ତରଖାନାରେ କାମ କରୁଥିବା କର୍ମଚାରୀଙ୍କ କାର୍ଯ୍ୟ ବିଷୟରେ ବୁଝିବ ଓ କହିବ। ଡାକ୍ତରଖାନାରେ ବ୍ୟବହାର ହେଉଥିବା ଜିନିଷ ଗୁଡ଼ିକର ନାମ ଲେଖିବ। ହେଲା, ଆଚ୍ଛା ଏବେ ଦେଖ ଏଇ ଚିତ୍ରଟି ଆଗରୁ ଯୋଉ ଦେଖିଥିଲେ ଡାକ୍ତରଖାନା ନାଇଁ କି? ହଉ ହଉ ହଉ, ଠିକ ଅଛି। ଆଚ୍ଛା ଡାକ୍ତରଖାନାରେ କୋଉମାନେ କାମ କରନ୍ତି କହିଲ? ଓ ସମସ୍ତେ କାମ କରନ୍ତି। ସମସ୍ତଙ୍କ ଭିତରୁ ଏଇଟା କିଏ କହିଲ? ଏଇଟା ଆଚ୍ଛା ଆଚ୍ଛା ଆମେ ଆଗକୁ ଦେଖିବା ଏମାନେ କିଏ କିଏ। ପ୍ରଥମ କରି ଯୋଉ ଦେଖିଥିଲ ସେ କିଏ? ଡାକ୍ତର। ହଁ ନୁହେଁ କି? ଇଏ ହେଲେ ଡାକ୍ତର। ଆଉ ଦ୍ଵିତୀୟରେ ନର୍ସ। ତୃତୀୟରେ କମ୍ପାଉଣ୍ଡର। ଆଉ ଏଇ ଯୋଉ ସବୁଜ ରଙ୍ଗର ପିନ୍ଧିକିରି ସ୍କ୍ରିନରେ ଦେଖା ଯାଉଛନ୍ତି ଏମାନେ ହେଲେ ତମ ବାଁ ପଟର ହେଲେ ସ୍ୱାସ୍ଥ୍ୟ ପରିଦର୍ଶିକା ଆଉ ଡାହାଣ ପଟରେ ସଫେଇ କର୍ମଚାରୀ। ଠିକ ଅଛି, ହଉ। ତାହେଲେ ଡାକ୍ତରଖାନାରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ କାର୍ଯ୍ୟ ବିଷୟରେ ତମେ ଜାଣିଛ କି? କିଛି କିଛି ଜାଣିଛ ନାଇଁ? ହଉ। ଏଇ ଯୋଉ ପ୍ରଥମ କରି ଯୋଉ ପିକ୍ଚରଟା ଦେଖୁଛ ଇଏ କଣ କରନ୍ତି? ଇଏ ରୋଗୀଙ୍କୁ ଚିକିତ୍ସା କରନ୍ତି, ଔଷଧ ଖାଇବାକୁ ପରାମର୍ଶ ଦିଅନ୍ତି ଓ ଔଷଧ ଗୁଡ଼ିକର ନାମ ଲେଖି ରୋଗୀ ମାନଙ୍କୁ ଦିଅନ୍ତି ନାଇଁ କି? ହଉ ହଉ। ତାହେଲେ ଇଏ କିଏ? ଇଏ ଡାକ୍ତର ନାଇଁ କି? ଆଉ ଏବେ ଯୋଉ ଚିତ୍ରଟା ଦେଖୁଛ ଇଏ କଣ କରନ୍ତି? ଇଏ ଡାକ୍ତରଙ୍କୁ ଚିକିତ୍ସା କାମରେ ସାହାଯ୍ୟ କରନ୍ତି ଆଉ ଆମକୁ ଇଞ୍ଜେକ୍ସନ ସାଲାଇନ୍ ଇତ୍ୟାଦି ଦେଇଥାନ୍ତି ନାଇଁ? ତାହେଲେ ତାଙ୍କୁ ଆମେ କଣ କହିବା? ନର୍ସ। ଠିକ ଅଛି। ଆଉ ଇଏ କିଏ? ଇଏ ଡାକ୍ତରଙ୍କ ଲେଖା ଦେଖି ଔଷଧ ଦିଅନ୍ତି ଓ ଔଷଧ ଖାଇବାର ବିଧି ଗୁଡ଼ିକ ଆମକୁ କହିଥାନ୍ତି। ତାହେଲେ ତାଙ୍କ ନାଁଟା କଣ? କମ୍ପାଉଣ୍ଡର। ଆଉ ଏବେ ଯୋଉ ଶେଷରେ ଚିତ୍ରଟା ଦେଖୁଛ ସିଏ କିଏ? ଏମାନେ ଡାକ୍ତରଖାନାକୁ ସଦାସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖିଥାନ୍ତି। ତାହେଲେ ତାଙ୍କୁ ଆମେ କଣ କହିବା? ସଫେଇ କର୍ମଚାରୀ। ଭେରି ଗୁଡ। ଆସ ଆଗକୁ ଦେଖିବା କଣ କଣ ଅଛି। ଆଚ୍ଛା କହିଲ ଦେଖି ଡାକ୍ତରଖାନାକୁ ଗଲେ ଆମେ କେଉଁ ସବୁ ଜିନିଷ ଦେଖିବାକୁ ପାଇବା? ଏଇ ଯୋଉ ପ୍ରଥମ କରି ଦେଖୁଛ ଚିତ୍ରଟା ଏଇଟାକୁ କଣ କହିବା? ଆଉ ଏଇଟାକୁ? ଠିକ ଅଛି, ତମେ ଭାବୁଥାଅ, ଆମେ ପରେ ସେଗୁଡାକ ଆଲୋଚନା କରିବା। ହଉ ପ୍ରଥମ ଚିତ୍ରଟା କଣ ହବ କହିଲ? ଷ୍ଟେଥୋସ୍କୋପ ନାଇଁ କି? ଏଇଟାକୁ ଡାକ୍ତର ବ୍ୟବହାର କରନ୍ତି ବୋଧେ? ହଁ ହଁ ଠିକ କହିଲ, ତାଙ୍କ କାନ୍ଧରେ ଥାଏ। ଭେରି ଗୁଡ। ଦ୍ଵିତୀୟଟା ଥର୍ମୋମିଟର। ଆଉ ତୃତୀୟରେ ଯୋଉ ଦେଖୁଛ ଏଇଟାକୁ କଣ କହିବା? ଓ ଏଗୁଡା ସବୁ ଔଷଧ ନାଇଁ କି? ଠିକ 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 କହୁଛ। ଆଉ ଏଇଟା ଆମ୍ବୁଲାନ୍ସ। ରୋଗୀ ମାନଙ୍କୁ ଏଇଟା ନେବା ଆଣିବା କରିଥାଏ। ଭେରି ଗୁଡ ଭେରି ଗୁଡ। ସବୁ ଜାଣିଛ ତାହେଲେ, ଆଉ ଅସୁବିଧା କଣ? ଏଥିରେ ଆମେ କଣ କରୁ କହିଲ?
प्रथम करी जो चित्रटा देखिल से आमे कौन करू एइथिरे आमे ओजन मापी थाउ बोधे देखिल हाँ एटा तो ओजन मेसिन टा द्वितीयटा अम्लजान सिलिंडर नाई कि हौ हौ आउ तृतीयटा रक्तचाप मापक यंत्र आउ एइटा को देखिले आम समस्त को डर लगे नाई ताहले एइटा को कौन कहंती इंजेक्शन वेरी गुड सबू जानिच अच्छा कहिलो डाक्तरखाना रे आमे केउ सब सुविधा पाई थाउ ग्रामांचल मानकरे स्वास्थ्य सेवा जोगाई देबाकू प्राथमिक स्वास्थ्य केंद्र मान थाए तम गाँ रे अछि कि गाँ रे न थाए सेटा पंचायत रे थाए नहीं ठीक अछि रोगी माननकू सेठारे मागणा रे चिकित्सा करा जाए ना तमठू पैसा नियंती नियंती ना ना नियंती नाही नाही हौ आउ मागणा रे औषध मध्य वितरण करिथांती डाक्तरखाना रे बड़ बड़ रोगर चिकित्सा पाई विशेषज्ञ माननक सह जंत्रांश गुड़िक मागणा रे व्यवहार करा जाए ताहेले तमे समस्ते भिडियोटा भल से देखिबो हैला देखि सारिला परे डाक्तरखाना रे आउ कोन कोन थाए सेगुडा को आमे आउ गोटे भिडियो रे आलोचना करिबा ठीक अछि धन्यवाद।